ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଖୋଲିଲା ବୈତରଣୀ ବ୍ୟାରେଜର 7ଟି ଗେଟ୍। ଭୀଷଣ ବର୍ଷାକୁ ନଜରରେ ରଖି ଟି ଗେଟ୍ରୁ ଟି ଗେଟ୍ ଖୋଲିଛି ବୈତରଣୀ ବ୍ୟାରେଜ ବିଭାଗ। ଏହି ଗେଟ୍ ଦେଇ ସେକେଣ୍ଡ ପିଛା 450 କ୍ୟୁବିକ ଜଳ ନିଷ୍କାସନ ହେଉଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାହୀ ଯନ୍ତ୍ରୀ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। କୋରାପୁଟର ବୈପାରିଗୁଡ଼ା ବ୍ଲକରେ ସର୍ବାଧିକ 163 ମିମି ବର୍ଷା ରେକର୍ଡ ହୋଇଛି। ପୋଲ ଉପରେ ପାଣି ଚାଲିବା ସହ 7 ଖଣ୍ଡ ଗାଁର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଲମତାପୁଟ ଓ ନନ୍ଦପୁର ବ୍ଲକରେ ବର୍ଷା ଲାଗି ରହିଛି। ଭରା ନାଳ ଭିତରେ ପଶି ଛାତ୍ରଛାତ୍ରୀ ବିପଦ ସଂକୁଳ ଭାବେ ବିଦ୍ୟାଳୟକୁ ଯାତାୟତ କରୁଛନ୍ତି। ରକ୍ତ ସମ୍ପର୍କରେ କଳଙ୍କ। ଭାଇ ନିଜ ଭଉଣୀକୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶର ରେୱାଠାର ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ନାବାଳକ ଭାଇ ନିଜର ବର୍ଷର ଭଉଣୀକୁ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ମାମଲାକୁ ଚପାଇବା ଓ ଅଭିଯୁକ୍ତକୁ ବଞ୍ଚାଇବା ପାଇଁ ମା ଏବଂ ଭଉଣୀ ଅନେକ ପ୍ରମାଣ ନଷ୍ଟ କରି ଦେଇଥିବା ଜଣାପଡ଼ିଛି। ଚଳିତ ବର୍ଷର ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି। ଶ୍ରାବଣ ମାସରେ ଭଗବାନ ଶିବଙ୍କର ଅପାର ଆଶୀର୍ବାଦ ପ୍ରାପ୍ତ ହୁଏ। ଶ୍ରାବଣ ମାସ ସୋମବାର ଦିନ ଉପବାସ ପାଳନ କରି ଅବିବାହିତ ଝିଅମାନେ ଇଚ୍ଛା କରୁଥିବା ବର ପାଆନ୍ତି। ଅନ୍ୟପକ୍ଷରେ ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ମିଳିଥାଏ। ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ ନାସା କୁ ମିଳିଛି ଏକ ବଡ଼ ସଫଳତା। ପ୍ରଥମ ଥର ମଙ୍ଗଳ ଗ୍ରହରେ ଜୀବନର ସଂକେତ ସନ୍ଧାନ କରାଯାଇଛି। ମଙ୍ଗଳ ଚଟାଣରେ ପ୍ରାଚୀନ ଜୀବଙ୍କ ନମୁନା ଠାବ କରାଯାଇଛି। ଉକ୍ତ ସାମ୍ପୁଲକୁ ନାସା ପୃଥିବୀକୁ ଆଣିବ ବୋଲି ଜଣାପଡ଼ିଛି। ନାସାର ପରସିଭେରେନ୍ସ ରୋଭର ମଙ୍ଗଳ ଗ୍ରହରେ ପ୍ରାଚୀନ ଜୀବଙ୍କ ସମ୍ଭାବିତ ସଂକେତକୁ ଠାବ କରିବାକୁ ସକ୍ଷମ ହୋଇଛି। ଚୀନରେ ପ୍ରବଳ ବର୍ଷା ପରେ ବନ୍ୟା ମାଡ଼ି ଆସିଛି। ଅନେକ ଅଞ୍ଚଳରେ ବିନାଶର ଦୃଶ୍ୟ ଦେଖିବାକୁ ମିଳୁଛି। ରବିବାର ଦକ୍ଷିଣ ପୂର୍ବ ଚୀନରେ ଏକ ଘରେ ମାଟି ଧସି ପଡ଼ିବାରୁ 11 ଜଣଙ୍କ ମୃତ୍ୟୁ ଘଟିଛି। ଚୀନରେ ସାମୁଦ୍ରିକ ଝଡ଼ ପ୍ରଭାବରେ ପ୍ରବଳ ବର୍ଷା ହେତୁ ସମଗ୍ର ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଚାରିଆଡ଼େ କେବଳ ପାଣି ହିଁ ପାଣି। ଶନିବାର ସାଙ୍ଘାଇରେ ଏକ ଗଛ ପଡ଼ି ସ୍କୁଟରରେ ଯାଉଥିବା ଜଣେ ଡେଲିଭରି ବୟଙ୍କ ମୃତ୍ୟୁ ଘଟିଛି। ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବଢ଼ୁଛି। ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ମଧ୍ୟ ଜଳସ୍ତର ବଢ଼ୁଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ତେବେ ଆଖୁଆପଦାଠାରେ ବୈତରଣୀ ନଦୀ ବିପଦ ସଂକେତ ତଳେ ରହିଛି। ଅନ୍ୟପଟେ ବ୍ରାହ୍ମଣୀ ନଦୀ ମଧ୍ୟ ଫୁଲିବାରେ ଲାଗିଛି। ବରି ମାଟିଆପଡ଼ା ନିକଟରେ ନଦୀବନ୍ଧ ଦୁର୍ବଳ ହୋଇଥିବାରୁ ସ୍ଥାନୀୟ ବାସିନ୍ଦା ଚିନ୍ତାରେ ଅଛନ୍ତି।